ଆଉ ତୁମେ ପୁଣି ମାନିବାକୁ ଯାଉଛ ହେଲେ ତୁମେ ତୁମର ସେବା ଯତ୍ନରେ ରହିବାକୁ ହେବ ଶାନ୍ତି। ତୁମେ ତୁମର ସେବା ଯତ୍ନରେ ରହିବାକୁ ହେବ ଶାନ୍ତି। ସ୍ୱାମୀ ତୁମର ବାପକୁ ମୁଁ ଗର୍ଭରେ କରୁଛି ସ୍ୱାମୀ। ମହାରାଣୀ ଶାନ୍ତି ମୁଁ ଠିକ୍ ସମୟରେ ଖାଇବି, ଠିକ୍ ସମୟରେ ମୋ ଦେହ ପ୍ରତି ସ୍ୱାମୀ। ହଉ ଶାନ୍ତି। ଆଉ এই ସମୟରେ ଯଦି ତୁମେ ସେହି ପ୍ରଭୁଙ୍କର ନାମ ଗାୟନ କରିବ ତାହେଲେ ଆହୁରି ଭଲ ହେବ। କାହିଁକିନା ଦିନେ ଧ୍ରୁବ ତା ମା ଗର୍ଭରେ ଥାଇ ତା ମା ସେହି ଭଗବାନଙ୍କର ନାମ ଗାୟନ କରିଥିଲେ। ସେଇଥିପାଇଁ ସେ ଦିନେ ହରିଭକ୍ତରେ ଗଣନା ହୋଇଥିଲେ। ତୁମେ ଯଦି ଏହି ସମୟରେ ସେହି ପ୍ରଭୁଙ୍କର ନାମ ଗାୟନ କରିବ ତାହେଲେ ଆମ ସନ୍ତାନ ବି ଭଲ ମଣିଷ ରୂପରେ ଜନ୍ମ ନେବେ। ମହାରାଣୀ ଶାନ୍ତି ଭଲ ମଣିଷ ରୂପରେ ସ୍ୱାମୀ ମୁଁ ମଧ୍ୟ ସେ ପ୍ରଭୁଙ୍କ ପୂଜାରୀ କେବେ ବି ଅବହେଳା କରିନି ସ୍ୱାମୀ। କେବେ ବି ଅବହେଳା କରିନି। ତୁମେ ଠିକ୍ କହିଛ ସ୍ୱାମୀ ମୁଁ କିଛି ସମୟ ବିଶ୍ରାମ ନେବାକୁ ଚାହେଁ ସ୍ୱାମୀ। ବିଶ୍ରାମ ନେବାକୁ ଚାହେଁ। ତୁମେ ଠିକ୍ କହିଛ ମହାରାଣୀ ଶାନ୍ତି। ତାହେଲେ ଆସ ଆମେ କିଛି କ୍ଷଣ ବିଶ୍ରାନ୍ତ ରହିବା। ସ୍ୱାମୀ ଶାନ୍ତି ହଁ ସ୍ୱାମୀ।